ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ିଛି ପାଗଳ ମାଙ୍କଡ଼। ବିଳମ୍ବରେ ହେଉ ମଧ୍ୟ କାବୁ କରିନେଲା ବନ ବିଭାଗ। ବନ୍ୟଜନ୍ତୁଙ୍କ ଆକ୍ରମଣରେ କଙ୍କଡ଼ାହାଡ଼ ଓ ମଙ୍ଗଳପୁରର ଦୁଇଟି ଗ୍ରାମ ବିପଦରେ ପଡ଼ିଯାଇଥିଲା। ବିଳମ୍ବରେ ଆସି କାବୁ କଲା ବନ ବିଭାଗ। ବଢ଼ି ଚାଲିଥିଲା ମାଙ୍କଡ଼ର ଆତଙ୍କ। ଗୋଟିଏରୁ 25 ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଛି ଏହି ପାଗଳ ମାଙ୍କଡ଼। ଏହି ଘଟଣାକୁ ଘଟି ଯାଇଥିବା ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବାଙ୍ଗିଦା ଗ୍ରାମ ପଞ୍ଚାୟତ ମଙ୍ଗଳପୁର ଓ କଙ୍କଡ଼ାହାଡ଼ ଗ୍ରାମରେ ଗୋଟିଏ ଦିନ ହେବ ଗ୍ରାମବାସୀମାନଙ୍କ ଜୀବିକା ଠପ୍ ହୋଇଯାଇଛି। ଏହି ବିଷୟରେ ଖୋର୍ଦ୍ଧା ବନ ବିଭାଗକୁ ଅଭିଯୋଗ କରିବାର 4 ରୁ 5 ଦିନ ହୋଇଗଲାଣି, କିନ୍ତୁ ବନ ବିଭାଗ ଆଜି ପହଞ୍ଚି ପାଗଳ ମାଙ୍କଡ଼କୁ କାବୁ କରିବା ସଫଳ ହୋଇଛି। ପୂର୍ବରୁ ବନ ବିଭାଗ ଅଭିଯୋଗ ପାଇଁ ଥରେ ଆସି ମାଙ୍କଡ଼କୁ ନ ନେଇ ବିଫଳ ହୋଇ ଫେରି ଯାଇଥିଲା, କିନ୍ତୁ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବନ ବିଭାଗ ସଜାଗ ହୋଇ ଆଜି ରେଞ୍ଚରେ ସମସ୍ତ ରେସ୍କ୍ୟୁ ଟିମ୍ ଆସି ମାଙ୍କଡ଼କୁ ଧରି କାବୁ କରିବା ସଫଳ ହୋଇଛି। ବନ ବିଭାଗର ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ଧନ୍ୟବାଦ ଅର୍ପଣ କରିଛନ୍ତି। ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମାଙ୍କଡ଼ ମାନେ ଆତଙ୍କ ବଢ଼ି ଚାଲିଛି କଙ୍କଡ଼ାହାଡ଼ ଗ୍ରାମରେ ଏବଂ 20-25 ଜଣଙ୍କୁ ଆଟାକ୍ କରିସାରିଲାଣି। ଆଜି ଆପଣ ଆସିଛନ୍ତି ମାଙ୍କଡ଼ ରେସ୍କ୍ୟୁ କରିବା ପାଇଁ, କ'ଣ କହିବେ ଏ ବିଷୟରେ? ଆମେ 5-7 ଦିନ 10 ଦିନ ପୂର୍ବରୁ ଆମକୁ ଖବର ଦେଇଥିଲେ ଯେ ଆମ ଗାଁର ଗୋଟେ କଙ୍କଡ଼ାହାଡ଼ ଗ୍ରାମରେ ଗୋଟେ ମାଙ୍କଡ଼ ଆତଙ୍କ କରୁଛି। ଆମ ଷ୍ଟାଫ୍ ମାନେ ଆସିଲେ, ଆସିକି ଦେଖା ଦେଇକରି ମାଙ୍କଡ଼ଟାକୁ ପାଇଲେନି, ସେଦିନ ପଳେଇଲେ। ତାପରେ ଏବେ ପରଦିନ କାଲି ବି ଖବର ଦେଇଥିଲେ ଯେ ଗୋଟେ ଆତଙ୍କ ସୃଷ୍ଟି କରୁଛି। ତେଣୁକରି ଆମ ସରକାର ନିୟମ ଅନୁସାରେ ମୁଁ କହିଲି ସରପଞ୍ଚ ଗୋଟେ ଲେଖିକି ଦିଅନ୍ତୁ, ତାପରେ ଆମେ ଯିବୁ। କାଲି ସରପଞ୍ଚ ଲେଖିକି ଦେଇଥିଲେ। ରାତିରେ ମଧ୍ୟ ଗୋଟାକୁ ଆକ୍ରମଣ କରିଥିଲା। ତେଣୁ ସକାଳୁ ଆମେ ଟ୍ରାଙ୍କୁଲାଇଜର ଟିମ୍ ଆଣି ବର୍ତ୍ତମାନ ଆମେ ତାକୁ ଟ୍ରାଙ୍କୁଲାଇଜ କଲୁ। ଆଉ ବର୍ତ୍ତମାନ ତାକୁ ନେଇକି ଯାଉଛୁ, ତାଙ୍କୁ ଡାକ୍ତର ମାଇନା କରି ତାକୁ ନେଇ ଜଙ୍ଗଲରେ ଛାଡ଼ିବୁ। ଆଉ ଯେଉଁ ଲୋକଙ୍କର ଯେଉଁ କ୍ଷୟକ୍ଷତି ସବୁ ହେଇଛି, କାହାର ମାଂସ ଜଙ୍ଗଲରୁ ପଳେଇଛି, କାହାର କାନ 7ଟା ଷ୍ଟିଚ୍ ପଡ଼ିଛି, ଏମାନଙ୍କ ପାଇଁ ସାର୍ କ'ଣ କେମିତି କ'ଣ ବ୍ୟବସ୍ଥା ତାଙ୍କ ପାଇଁ ସାର୍ ଅଛି? ତାଙ୍କ ପାଇଁ ଯେହେତୁ ଏଇଟା ମାନେ ୱାଇଲ୍ଡ ନୁହଁ, ତାଙ୍କୁ ସେଥିପାଇଁ କିଛି ସରକାରଙ୍କର କିଛି ବର୍ତ୍ତମାନ ସୁଦ୍ଧା କିଛି ବାହାରିନି ମାନେ କ୍ଷତିପୂରଣ। ଆଉ ତେଣୁକରି ସେମାନେ ତାଙ୍କର ଚିକିତ୍ସା କରିବେ। ଯାହା ମାଙ୍କଡ଼ ତ ପଇଜନ୍ ନୁହଁ, ତାକୁ ଯାହା ଚିକିତ୍ସା କରିବେ ଯାହା କରିବେ। ଆଉ କ'ଣ, ତେଣୁ ମାଙ୍କଡ଼ଟା ଆମେ ନେଇଗଲେ ଟିକେ ଯାହା ହଉ ଗାଁ ଲୋକ ଟିକେ ମାନେ ଆନନ୍ଦିତ ରହିବେ। ଆଉ ଧନ୍ୟବାଦ। ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।